लेखक पथ देखाई अछंती। असार द्वार ओ पथ प्रशस्त जहा देई अनेक दुष्ट माने गमन करती। ताହାର बाट अंधकार तुल्य। संकीर्ण द्वार ओ पथ दुर्गम जहा देई ज्ञानी ओ धार्मिक माने गमन करती। ताहा सेमानंकु जीवन पथरे घेनी जाए। आमे केउ पथर यात्री? जीशुଙ୍କ मधुर वाक्य चला पथे साजे दीप आमरी चरण अलिभा आलोक देई जीवनर प्रतिपादे जीवनर प्रतिपादे बढ़ाए से सत्य पथे पथ प्रदर्शिका से जे पथ प्रदर्शिका पथ प्रदर्शिका पथ प्रदर्शिका। ଖ୍ରୀଷ୍ଟରେ ପ୍ରିୟ ଦର୍ଶକ ବନ୍ଧୁ, ପ୍ରଭୁ ଯୀଶୁଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ନମସ୍କାର ଜଣାଇ ଆଜିର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଗତ ପାଠରେ ଆମ୍ଭେମାନେ ଯାହା ଶିକ୍ଷା କଲୁ ବିଶ୍ୱାସ କରୁ ଆପଣମାନେ ସମସ୍ତେ ଉପକୃତ ହୋଇଥିବେ। ନିୟମିତ ଏ କାର୍ଯ୍ୟକ୍ରମ ଦେଖୁଥାନ୍ତୁ ଓ ଆମ୍ଭମାନଙ୍କ ସହିତ ଫୋନରେ ଯୋଗାଯୋଗ ଜାରି ରଖିଥାନ୍ତୁ। ପ୍ରଭୁ ନିଶ୍ଚୟ ଆଶୀର୍ବାଦ କରିବେ। ଆପଣମାନଙ୍କ ମଧ୍ୟରୁ ଯଦି କେହି ଏ ପର୍ଯ୍ୟନ୍ତ ଆମକୁ ଫୋନ୍ କରିପାରିନାହାନ୍ତି, ତେବେ ଆଜି ଆମ ସହିତ ଯୋଗାଯୋଗ କରନ୍ତୁ। ଆମେ ଆପଣଙ୍କ ଫୋନ୍ କଲ୍ର ଅପେକ୍ଷାରେ ଅଛୁ। ଆପଣଙ୍କ ଫୋନ୍ କଲ୍ ଆମକୁ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରିବାକୁ ଓ ଆପଣଙ୍କ ବିଷୟରେ ଅଧିକ ଜାଣିବାକୁ ସାହାଯ୍ୟ କରିବ। ଆଜି ପୁଣି ଥରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆପଣଙ୍କ ସହିତ ସାକ୍ଷାତ କରିବାର ସୁଯୋଗ ପାଇଥିବାରୁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଈଶ୍ୱରଙ୍କ ବାକ୍ୟ ଯେପରି ଆପଣଙ୍କ ଜୀବନରେ ଏକ ଆଶ୍ଚର୍ଯ୍ୟ କାର୍ଯ୍ୟ କରିବ ଓ ଆପଣଙ୍କ ଜୀବନରେ ଯେପରି ଏକ ଭିନ୍ନ ପରିବର୍ତ୍ତନ ଆଣିବ, ଏହା ହିଁ ଈଶ୍ୱରଙ୍କ ନିକଟରେ ଆମର ପ୍ରାର୍ଥନା ଓ ଇଚ୍ଛା। ପ୍ରଭୁଙ୍କଠାରେ ସମ୍ପୂର୍ଣ୍ଣ ବିଶ୍ୱାସ କରନ୍ତୁ। ଆଜି ଆମେ ହିତୋପଦେଶ 4 ପର୍ବ 10ରୁ 5 ପର୍ବ 14 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା। ଏଠାରେ ଜ୍ଞାନୀ ସୋଲୋମନ ଜ୍ଞାନର ମାର୍ଗ ଓ ସାଧୁତାର ପଥ ବିଷୟରେ ବର୍ଣ୍ଣନା କରିଅଛନ୍ତି। ଯେତେବେଳେ ସେ ଇସ୍ରାଏଲର ରାଜା ଥିଲେ, ସେତେବେଳେ ମଧ୍ୟ ସେ ସମସ୍ତ ଇସ୍ରାଏଲକୁ କହିଥିଲେ, ମୁଁ ତୁମ୍ଭମାନଙ୍କୁ ଉତ୍ତମ ଓ ସରଳ ବିଷୟରେ ଶିକ୍ଷା ଦେବି ଓ ପ୍ରାର୍ଥନା ମଧ୍ୟ କରିବି, କାରଣ ସଦାପ୍ରଭୁଙ୍କର ଦୃଷ୍ଟି ସର୍ବଦା ମନୁଷ୍ୟର ପଥ ଉପରେ ଥାଏ। ମନୁଷ୍ୟ ସମ୍ମୁଖରେ 2ଟି ପଥ ଅଛି, ଗୋଟିଏ ସ୍ୱର୍ଗକୁ ଓ ଅନ୍ୟଟି ନର୍କ ଆଡ଼କୁ। ସଲୋମନଙ୍କ କହିବା ଅନୁସାରେ ସ୍ୱର୍ଗ ଯାତ୍ରୀ ହେବା ପାଇଁ ଉପଦେଶକୁ ଦୃଢ଼ ରୂପେ ଯତ୍ନ କରି ଧରି ରଖ। ଚକ୍ଷୁ ସମ୍ମୁଖରୁ ନ ଯାଅ। ପାପୀମାନଙ୍କ ପଥରେ ପଶ ନାହିଁ କି ଚାଲ ନାହିଁ। ପ୍ରତି ପ୍ରଭାତରେ ଆଲୋକର ପଥ ଧର, ଯାହା ମଧ୍ୟାହ୍ନ ପର୍ଯ୍ୟନ୍ତ ଆହୁରି ତେଜସ୍କର ହୁଏ। ତୁମ ପାଦ ସମସ୍ତ ପ୍ରକାର ଶାରୀରିକ ଅଭିଳାଷ ବିରକ୍ତି ସ୍ୱଭାବ ଚିନ୍ତାଠାରୁ ରକ୍ଷା କର ଏବଂ ଯେଉଁ ପରସ୍ତ୍ରୀ ଓଷ୍ଠରୁ ଟୋପା ଟୋପା ମଧୁ ଝରେ ଓ ଯାହାର ମୁଖ ତୈଳ ଅପେକ୍ଷା ଅଧିକ ଚିକ୍କଣ, ତାହାର ପଥରୁ ରକ୍ଷା କର। ନିଜ ପାଦ ସର୍ବଦା ସଳଖ ରଖ। ନର୍କଗାମୀ ପଥରେ ଥିବା ମନୁଷ୍ୟ ସର୍ବଦା ଅନ୍ୟକୁ ପତିତ ଓ ଅପକାର କରିବାକୁ ଚାହେଁ। ତାହା ନ କଲେ ତାକୁ ନିଦ ଆସେ ନାହିଁ। ସେମାନେ ପାପ କରନ୍ତି, ତାହା ଜାଣନ୍ତି ନାହିଁ। ପ୍ରତି ପ୍ରଭାତରେ ସେମାନେ ଅନ୍ଧକାରର ପଥରେ ଚାଲିବା ଆରମ୍ଭ କରନ୍ତି। ସେମାନଙ୍କ ମୁଖ ଓ ଓଷ୍ଠଥର ବକ୍ର ଓ କୁଟିଳ କଥାରେ ପରିପୂର୍ଣ୍ଣ। ସେମାନେ ସର୍ବଦା ପର ସ୍ତ୍ରୀର ଗୃହ ଦ୍ୱାର ନିକଟରେ ଠିଆ ହୁଅନ୍ତି। ଏହାଦ୍ୱାରା ସେମାନେ ଜାଣିପାରନ୍ତି ନାହିଁ କି ଅନ୍ୟମାନେ ତଥା ଅପରିଚିତ ଲୋକମାନେ ସେମାନଙ୍କର ବଳ ଓ ଅର୍ଥର ଖରାପ ବ୍ୟବହାର କରି ତାହା ଲୁଟି ନିଅନ୍ତି।
ଆସନ୍ତୁ ଏହି ପଥ ବିଷୟରେ ଅଧିକ ଜାଣିବା ପୂର୍ବରୁ ଗୋଟିଏ ଭକ୍ତିମୂଳକ ଗୀତ ଶୁଣିବା। ଅବତରିଲ ତୁମେ ଏଇ ଜଗତରେ, ସାଧିଲ ସୀମ ପ୍ରେମ କୃଷରେ। ଅବତରିଲ ତୁମେ ଏଇ ଜଗତରେ, ସାଧିଲ ସୀମ ପ୍ରେମ କୃଷରେ। ବଳି ହେଲ ତୁମେ ରକ୍ତ ଝରାଇ, ବଳି ହେଲ ତୁମେ ରକ୍ତ ଝରାଇ, ଆମରି ପାପ ପାଇଁ ହେ ଆମ ମୁକ୍ତି ପାଇଁ ହେ। ଯୀଶୁ ହେ মুক্তি দাতা, যীশু হে শক্তি দাতা, যীশু হে। রাজাধিরাজন হে সনন্দন, তুম নাম পূজা পাও। অনুতাপরুদ আসিଅଛୁ ନେଇ, ତୁମରି ପରଶ ପାଇବା ପାଇଁ। ଅନୁତାପରୁଦ ଆସିଅଛୁ ନେଇ, ତୁମରି ପରଶ ପାଇବା ପାଇଁ। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ହିତୋପଦେଶ ତାର 4 ପର୍ବର 10 ପଦରୁ ଆରମ୍ଭ କରି 5 ପର୍ବର 14 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଏଠାରେ ବିଷୟବସ୍ତୁଟି ହେଉଛି ଜ୍ଞାନକୁ ଖୋଜି ପାଇବାରେ ଯେଉଁ ଆନନ୍ଦ। ଆମେ ସେହି ବିଷୟବସ୍ତୁ ମଧ୍ୟରେ ଅଛୁ। ତେବେ ଦେଖନ୍ତୁ 4 ପର୍ବର 10 ପଦରୁ 13 ପଦ ମଧ୍ୟରେ ଏହିପରି ଲେଖା ଅଛି, ହେ ମୋର ପୁତ୍ର ଶୁଣ, ମୋ କଥା ଘେନ, ତହିଁରେ ତୁମ୍ଭ ଆୟୁର ବର୍ଷ ବହୁତ ହେବ। ମୁଁ ତୁମକୁ ଜ୍ଞାନର ମାର୍ଗରେ ଶିକ୍ଷା ଦେଇଅଛି, ମୁଁ ସାଧୁତାର ପଥରେ ତୁମକୁ କଢ଼ାଇ ଅଛି। ତୁମ୍ଭେ ଗମନ କରିବା ବେଳେ ତୁମ୍ଭର ପାଦ ସଙ୍କୁଚିତ ହେବ ନାହିଁ, ପୁଣି ଦୌଡ଼ିବା ବେଳେ ତୁମେ ଝୁଣ୍ଟିବ ନାହିଁ। ଉପଦେଶ ଦୃଢ଼ କରି ଧର, ତାକୁ ଛାଡ଼ି ଦିଅ ନାହିଁ, ତାକୁ ରଖ, କାରଣ ତାହା ତୁମ୍ଭର ଜୀବନ। ଏହା ଯୁବା ମନୁଷ୍ୟ ନିମନ୍ତେ ଏକ ଚମତ୍କାର ଆହ୍ୱାନ, ଜ୍ଞାନ ଅନ୍ୱେଷଣ କରିବା ନିମନ୍ତେ। ଲେଖା ଅଛି, ଉପଦେଶ ଦୃଢ଼ କରି ଧର, ତାକୁ ଛାଡ଼ି ଦିଅ ନାହିଁ, ତାକୁ ରଖ, କାରଣ ତାହା ତୁମର ଜୀବନ। ଅର୍ଥାତ୍ ଅନ୍ୟ ଅର୍ଥରେ କହିବାକୁ ଗଲେ ଏହି ଉପଦେଶକୁ ଗୁରୁତ୍ୱ ଦିଅ ଓ ପ୍ରଥମ ସ୍ଥାନ ଦିଅ। ଆପଣ ଯେତେ ପାରୁଛନ୍ତି ସେତେ ଉପଦେଶ ଗ୍ରହଣ କରନ୍ତୁ ଓ ତାହା ଶିକ୍ଷା କରନ୍ତୁ। 4 ପର୍ବର 14 ଓ 15 ପଦରେ ଲେଖା ଅଛି, ପାପୀମାନଙ୍କ ପଥ ମଧ୍ୟରେ ପଶ ନାହିଁ ଏବଂ ଦୁଷ୍ଟ ଲୋକମାନଙ୍କ ବାଟରେ ଚାଲ ନାହିଁ, ତାହା ପରିତ୍ୟାଗ କର। ତହିଁର ନିକଟ ଦେଇ ଯାଅ ନାହିଁ, ତହିଁରୁ ବିମୁଖ ହୋଇ ଚାଲିଯାଅ। କେତେ ସୁନ୍ଦର ଶିକ୍ଷା! ଏଥିପୂର୍ବରୁ ଆମେ ଲକ୍ଷ୍ୟ କରିସାରିଛୁ ଯେ ଏହି ପୁସ୍ତକର ସତର୍କବାଣୀ ଦୁଷ୍ଟ ଲୋକ ଓ ଦୁଷ୍ଟା ସ୍ତ୍ରୀ ବିରୁଦ୍ଧରେ ପ୍ରଦାନ କରାଯାଇଅଛି। ସେହି ଦୁଷ୍ଟା ସ୍ତ୍ରୀ ଅବଶ୍ୟ ବ୍ୟଭିଚାରିଣୀ, କିନ୍ତୁ ଏହାର ମଧ୍ୟ ଆମେ ଏକ ଆତ୍ମିକ ଶିକ୍ଷାକୁ ଲକ୍ଷ୍ୟ କରିବାକୁ ପାରିବା। ତେବେ ଦେଖନ୍ତୁ 4 ପର୍ବର 16 ଓ 17 ପଦରେ ଲେଖା ଅଛି, ଯେହେତୁ କୁକ୍ରିୟା ନ କଲେ ସେମାନେ ଶୟନ କରନ୍ତି ନାହିଁ, ପୁଣି କାହାକୁ ପତିତ ନ କରାଇଲେ ସେମାନଙ୍କ ନିଦ୍ରା ଭାଙ୍ଗିଯାଏ। ଯେହେତୁ ସେମାନେ ଦୁଷ୍ଟତା ରୂପ ଅନ୍ନ ଭକ୍ଷଣ କରନ୍ତି, ପୁଣି ଦୌରାତ୍ମ୍ୟ ରୂପ ଦ୍ରାକ୍ଷାରସ ପାନ କରନ୍ତି। ଏହା ସେହି ଦୁଷ୍ଟ ଲୋକ ଓ ଦୁଷ୍ଟା ସ୍ତ୍ରୀର ଜୀବନଯାପନ ତଥା କାର୍ଯ୍ୟକଳାପକୁ ପ୍ରକାଶ କରେ। ସେମାନେ କୁକ୍ରିୟା ନ କଲେ ଶୟନ କରିପାରନ୍ତି ନାହିଁ,
ଏପରିକି ସେମାନଙ୍କର କାର୍ଯ୍ୟକଳାପ ସମ୍ପର୍କରେ ଯେତେବେଳେ ଆମେ ଖବରକାଗଜ ବା କୌଣସି ପତ୍ରପତ୍ରିକା ମାଧ୍ୟମରେ ଜାଣିବାକୁ ପାରୁ, ସେତେବେଳେ ଆମେ ବିଶ୍ୱାସ କରିପାରୁନା ଯେ ବାସ୍ତବରେ ମନୁଷ୍ୟର ଦୁଷ୍ଟତା କେତେ ଭୟଙ୍କର। ବାସ୍ତବରେ ମନୁଷ୍ୟ କ'ଣ ଏତେ ଦୂର ଜଘନ୍ୟ କାର୍ଯ୍ୟ କରିପାରେ? 18-19 ପଦରେ ଲେଖା ଅଛି, ମାତ୍ର ଧାର୍ମିକମାନଙ୍କର ପଥ ପ୍ରଭାତର ଆଲୁଅ ତୁଲ୍ୟ, ଯାହା ମଧ୍ୟାହ୍ନ ପର୍ଯ୍ୟନ୍ତ ଆହୁରି ଆହୁରି ତେଜସ୍କର ହୁଏ। ପୁଣି ଦୁଷ୍ଟମାନଙ୍କର ବାଟ ଅନ୍ଧକାର ତୁଲ୍ୟ, ସେମାନେ କାହିଁରେ ଝୁଣ୍ଟି ପଡ଼ନ୍ତି ତାହା ଜାଣନ୍ତି ନାହିଁ। ଏଠାରେ ଆମେ ଧାର୍ମିକମାନଙ୍କର ପଥ ଓ ଦୁଷ୍ଟମାନଙ୍କର ପଥ ମଧ୍ୟରେ ଏକ ମହାନ ପାର୍ଥକ୍ୟତା ଲକ୍ଷ୍ୟ କରୁଅଛୁ। ଧାର୍ମିକର କାର୍ଯ୍ୟକଳାପ ଓ ଦୁଷ୍ଟର କାର୍ଯ୍ୟକଳାପ, ଧାର୍ମିକର ଚିନ୍ତାଧାରା ଓ ଦୁଷ୍ଟର ଚିନ୍ତାଧାରା ମଧ୍ୟରେ ଏକ ଭିନ୍ନତା ଲକ୍ଷ୍ୟ କରୁଅଛୁ। ଏହି ଜଗତରେ ଦୁଇ ପ୍ରକାରର ଲୋକ ଅଛନ୍ତି ଓ ଦୁଇ ପ୍ରକାରର ପଥ ରହିଅଛି। ମାତ୍ର ସେହି ଲୋକମାନଙ୍କୁ ଓ ପଥମାନଙ୍କୁ ଜାଣିବା ଓ ସତ୍ ଲୋକମାନଙ୍କ ମାର୍ଗ ଅନୁସରଣ କରିବା ହେଉଛି ଜ୍ଞାନବାନର ପରିଚୟ। ଧାର୍ମିକମାନେ ଆଲୋକର ପଥରେ ଗମନ କରନ୍ତି, ମାତ୍ର ଦୁଷ୍ଟମାନେ ଅନ୍ଧକାରମୟ ପଥରେ ଗମନ କରନ୍ତି। ଏହି ପଥ ବିଷୟ ନେଇ ନୂତନ ନିୟମରେ ପ୍ରଭୁ ଯୀଶୁ କହନ୍ତି, ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କର, କାରଣ ସର୍ବନାଶକୁ ଘେନିଯିବା ଦ୍ୱାର ଓସାର ଓ ପଥ ପ୍ରଶସ୍ତ, ପୁଣି ତାହା ଦେଇ ପ୍ରବେଶ କରିବା ଲୋକେ ଅନେକ, ଆଉ ଜୀବନକୁ ଘେନିଯିବା ଦ୍ୱାର ସଂକୀର୍ଣ୍ଣ ଓ ପଥ ଦୁର୍ଗମ, ପୁଣି ତାହାର ସନ୍ଧାନ ପାଇବା ଲୋକେ ଅଳ୍ପ। ପ୍ରିୟ ବନ୍ଧୁ, ପ୍ରଶସ୍ତ ପଥରେ ଯିବା ଅତି ସହଜ, ମାତ୍ର ଦୁର୍ଘଟଣା ଘଟିବାର ବହୁତ ସମ୍ଭାବନା ଥାଏ। ଆପଣ ଦେଖନ୍ତୁ, ଆମମାନଙ୍କର ଜାତୀୟ ପଥମାନଙ୍କରେ ବେଶୀ ଦୁର୍ଘଟଣା ଘଟିଥାଏ, କାରଣ ତାହା ଅତି ପ୍ରଶସ୍ତ। ଅନେକ ସେହି ଦୁର୍ଘଟଣାରେ ପ୍ରାଣ ହରାଇଥାନ୍ତି, କିନ୍ତୁ ସଂକୀର୍ଣ୍ଣ ପଥମାନଙ୍କରେ ଦୁର୍ଘଟଣା ପ୍ରଭୃତି କମ୍ ଘଟେ ବା ଘଟେ ନାହିଁ ବୋଲି କହିଲେ ଚଳେ, କାରଣ ସମସ୍ତେ ସତର୍କତା ଅବଲମ୍ବନ କରିଥାନ୍ତି। ଅନ୍ୟ ଅର୍ଥରେ କହିବାକୁ ଗଲେ, ଏହି ସଂକୀର୍ଣ୍ଣତାର ପଥ ହେଉଛି ସତର୍କତାର ପଥ, ଯେଉଁ ସତର୍କତା ଅବଲମ୍ବନ କରିବା ଦ୍ୱାରା ମନୁଷ୍ୟର ଜୀବନ ରକ୍ଷାପ୍ରାପ୍ତ ହୋଇଥାଏ। ଠିକ୍ ସେହିପରି ଧାର୍ମିକର ପଥ, ଯେଉଁ ପଥରେ ଗଲେ ସେ ଜୀବନର ଆଲୋକ ପାଇଥାଏ। ହଁ, ଏହି ସଂକୀର୍ଣ୍ଣ ପଥରେ ଯାତ୍ରା କରିବାକୁ ହେଲେ ପ୍ରଥମେ ଅନେକ ଦୁଃଖ, କଷ୍ଟ ତଥା ବାଧାବିଘ୍ନ ଓ ପ୍ରତିବନ୍ଧକ ଆସିପାରେ। ମାତ୍ର ଯେଉଁ ବ୍ୟକ୍ତି ଏହି ସଂକୀର୍ଣ୍ଣ ପଥରେ ଯାତ୍ରା କରେ, ସେ ନିଜର ଜୀବନକୁ ସେହି ଦୁର୍ଘଟଣା ତଥା ବିନାଶରୁ ରକ୍ଷା କରେ। ତେବେ ଭିନ୍ନତା ହେଉଛି ଯେ ଅନେକ ଲୋକ ପ୍ରଶସ୍ତ ପଥରେ ଯାତ୍ରା କରିପାରନ୍ତି, ମାତ୍ର ସଂକୀର୍ଣ୍ଣ ପଥରେ ଖୁବ୍ କମ୍ ଲୋକ ଯାତ୍ରା କରନ୍ତି ଓ ଏହି ସଂକୀର୍ଣ୍ଣ ପଥର ସନ୍ଧାନ ସମସ୍ତେ ପାଆନ୍ତି ନାହିଁ। ପ୍ରଭୁ ଯୀଶୁ କହନ୍ତି, ମୁଁ ସେହି ପଥ। ଏହା ଅତି ସଂକୀର୍ଣ୍ଣ ପଥ, ଯାହାକି ଜଣେ ବ୍ୟକ୍ତିଙ୍କ ମଧ୍ୟରେ ସୀମିତ, ଆଉ ସେ ହେଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ତାହାଙ୍କ ଦେଇ ନ ଗଲେ କେହି ପିତା ଈଶ୍ୱରଙ୍କ ନିକଟକୁ ଯାଇପାରେ ନାହିଁ। ପିତର ମଧ୍ୟ ପ୍ରେରିତ 4 ପର୍ବର 12 ପଦରେ ପ୍ରକାଶ କରନ୍ତି, ତାହାଙ୍କ ଛଡ଼ା ଆଉ କାହାଠାରେ ପରିତ୍ରାଣ ନାହିଁ, କାରଣ ଯାହାଦ୍ୱାରା ଆମମାନଙ୍କୁ ପରିତ୍ରାଣ ପାଇବାକୁ ହେବ, ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ ଆଉ କୌଣସି ନାମ ଦିଆଯାଇ ନାହିଁ। ଯୋହନ 10 ପର୍ବର 9 ପଦରେ ପ୍ରଭୁ ଯୀଶୁ ନିଜେ କହନ୍ତି, ମୁଁ ଦ୍ୱାର, ଯଦି କେହି ମୋ ଦେଇ ପ୍ରବେଶ କରେ ତାହେଲେ ସେ ରକ୍ଷା ପାଇବ ଏବଂ ଭିତରକୁ ଆସି ଓ ବାହାରକୁ ଯାଇ ଚରା ପାଇବ। ତେବେ ସେହି ସଂକୀର୍ଣ୍ଣ ପଥର ପ୍ରବେଶ ଦ୍ୱାର ଅତି ସଂକୀର୍ଣ୍ଣ, ମାତ୍ର ସେହି ଦ୍ୱାର ଦେଇ ପ୍ରବେଶ କରିବା ପରେ ପଥଟା ପ୍ରଶସ୍ତ ହେବାକୁ ଲାଗେ ଓ ସେହି ଅନନ୍ତ ଜୀବନ ମଧ୍ୟକୁ କଢ଼ାଇ ନିଏ ଓ ସେହି ସ୍ୱର୍ଗୀୟ ଆଲୋକ ମଧ୍ୟକୁ ପ୍ରବେଶ କରାଏ। ପ୍ରିୟ ବନ୍ଧୁ, ଖ୍ରୀଷ୍ଟୀୟ ଜୀବନଯାପନ କରିବା ଓ ସେହି ଅନନ୍ତ ଜୀବନର ପଥରେ ଅଗ୍ରସର ହେବା ଏତେ ସହଜ ନୁହେଁ, ମାତ୍ର ଏହା କେବଳ ସେହି ଖ୍ରୀଷ୍ଟଙ୍କ ମଧ୍ୟ ଦେଇ ସମ୍ଭବ, କାରଣ ସେ ହିଁ ଆମମାନଙ୍କ ନିମନ୍ତେ ଏକମାତ୍ର ପଥ ଓ ସେହି ପଥର ଯାତ୍ରୀ ହେବାକୁ ହେଲେ ଆମକୁ ସେହି ଖ୍ରୀଷ୍ଟଙ୍କୁ ଗ୍ରହଣ କରିବାକୁ ହେବ। ଦୁଷ୍ଟର ପଥ ପ୍ରଶସ୍ତ ହୋଇପାରେ, ମାତ୍ର ତହିଁରେ ଜୀବନ ନଥାଏ, ମାତ୍ର ଧାର୍ମିକର ପଥ ସଂକୀର୍ଣ୍ଣ, ମାତ୍ର ତହିଁରେ ଜୀବନ ଥାଏ। ଏହି ପ୍ରଶସ୍ତ ପଥ ନେଇ ହିତୋପଦେଶ 16 ପର୍ବର 25 ପଦରେ ଲେଖା ଅଛି, ମନୁଷ୍ୟର ଦୃଷ୍ଟିରେ କୌଣସି କୌଣସି ପଥ ସରଳ ଦିଶେ, ମାତ୍ର ତହିଁର ଶେଷରେ ମୃତ୍ୟୁର ପଥ ଥାଏ। ଏହାପରେ 4 ପର୍ବର 20-22 ପଦରେ ଏହିପରି ଲେଖା ଅଛି, ହେ ମୋର ପୁତ୍ର, ମୋ କଥାରେ ମନୋଯୋଗ କର, ମୋ ବାକ୍ୟରେ କର୍ଣ୍ଣ ଡେର। ତାହା ସବୁ ତୁମ୍ଭ ଚକ୍ଷୁରୁ ନ ଯାଉ, ତାହା ସବୁ ତୁମ୍ଭ ହୃଦୟ ମଧ୍ୟରେ ଯତ୍ନ କରି ରଖ, ଯେହେତୁ ତାହା ଯେଉଁମାନେ ପାଆନ୍ତି ସେମାନଙ୍କ ପ୍ରତି ତାହା ଜୀବନ ଓ ସର୍ବାଙ୍ଗର ସ୍ୱାସ୍ଥ୍ୟ ଅଟଇ।
ଗୀତ ରଚକ ଈଶ୍ୱରଙ୍କ ବାକ୍ୟକୁ ଦୃଷ୍ଟି ଆଗରେ ରଖି ଏହି ବିଷୟକୁ ପ୍ରକାଶ କରନ୍ତି। ଗୀତ ସଂହିତା 119 ପର୍ବର 11 ପଦରେ ଲେଖା ଅଛି, ମୁଁ ଯେମନ୍ତ ତୁମ୍ଭ ବିରୁଦ୍ଧରେ ପାପ ନ କରେ, ଏଥିପାଇଁ ମୁଁ ଆପଣା ହୃଦୟ ମଧ୍ୟରେ ତୁମ୍ଭର ବାକ୍ୟ ସଞ୍ଚୟ କରି ରଖିଅଛି। ପ୍ରିୟ ବନ୍ଧୁ, ଈଶ୍ୱରଙ୍କ ବାକ୍ୟ ଜୀବନର ବାକ୍ୟ। ଯେଉଁ ବାକ୍ୟରେ ଅଛି ଜୀବନ ଓ ଆଲୋକ, ଯେଉଁମାନେ ସେହି ବାକ୍ୟକୁ ଗ୍ରହଣ କରନ୍ତି ସେମାନେ ଜୀବନ ପାଆନ୍ତି, ଆନନ୍ଦ ପାଆନ୍ତି। ଏହାପରେ 4 ପର୍ବର 23 ପଦରେ ଲେଖା ଅଛି, ତୁମ୍ଭ ହୃଦୟକୁ ଅତି ଯତ୍ନରେ ରଖ, ଯେହେତୁ ତହିଁରୁ ଜୀବନର ପ୍ରବାହ ଜନ୍ମଇ। ମନୁଷ୍ୟର ହୃଦୟ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଶରୀରର ଜୀବନ ରକ୍ତରେ ଥାଏ, ମାତ୍ର ହୃଦୟ ଏହି ରକ୍ତକୁ ବିଶୋଧନ କରି ଶରୀରରେ କାର୍ଯ୍ୟକ୍ଷମ କରାଇଥାଏ, ଯଦ୍ୱାରା ଶରୀରରେ ରକ୍ତ ପ୍ରବାହିତ ହୁଏ। ରକ୍ତ ହିଁ ଜୀବନ। ଆଉ ଏହି ହୃଦୟ ମନୁଷ୍ୟ ଅନ୍ତରର ନିଭୃତ ସ୍ଥାନକୁ ପ୍ରକାଶ କରେ। ପ୍ରଭୁ ଯୀଶୁ କହନ୍ତି, ଯାହା ବାହାରୁ ମନୁଷ୍ୟ ମଧ୍ୟରେ ପ୍ରବେଶ କରେ ତାହା ମନୁଷ୍ୟକୁ ଅଶୁଚି କରେ ନାହିଁ, ମାତ୍ର ମନୁଷ୍ୟ ହୃଦୟ ମଧ୍ୟରୁ ଯାହା ବାହାରେ ତାହା ହିଁ ମନୁଷ୍ୟକୁ ଅଶୁଚି କରେ। କାରଣ ହୃଦୟରୁ କୁଚିନ୍ତା, ନରହତ୍ୟା, ବ୍ୟଭିଚାର, ବେଶ୍ୟାଗମନ, ଚୌର୍ଯ୍ୟ, ମିଥ୍ୟା ସାକ୍ଷୀ ଓ ନିନ୍ଦା ବାହାରେ। ଏହି ସମସ୍ତ ହିଁ ମନୁଷ୍ୟକୁ ଅଶୁଚି କରେ। ତେଣୁକରି ଆମମାନଙ୍କର ହୃଦୟକୁ ବା ଅନ୍ତରକୁ ସୂଚି ଓ ନିର୍ମଳ ରଖିବା ଓ ହୃଦୟର ଯତ୍ନ ନେବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ। କାରଣ ହୃଦୟ ହେଉଛି ମନୁଷ୍ୟର ସଂକୀର୍ଣ୍ଣ ବ୍ୟକ୍ତିତ୍ୱର ସ୍ଥାନ। 4 ପର୍ବର 24 ପଦରେ ଲେଖା ଅଛି, ଆପଣାଠାରୁ କୁଟିଳ ମୁଖ ଦୂର କର ଓ ବକ୍ର ଓଷ୍ଠାଧର ବହୁ ଦୂରରେ ରଖ। ଜୀବନର ପ୍ରବାହ ହୃଦୟରୁ ଜନ୍ମଇ, ମାତ୍ର ମୁଖ ଓ ଓଷ୍ଠାଧର କଥା ବ୍ୟକ୍ତ କରନ୍ତି ବା ହୃଦୟର ଭାବ ବ୍ୟକ୍ତ କରନ୍ତି। ଏହାପରେ 4 ପର୍ବର 25ରୁ 27 ପଦରେ ଲେଖା ଅଛି, ତୁମ ଚକ୍ଷୁ ଆଗକୁ ଦୃଷ୍ଟି କରୁ ଓ ତୁମ ଚକ୍ଷୁର ପତା ତୁମ୍ଭ ସମ୍ମୁଖରେ ସଳଖ ଅନାଉ। ତୁମ୍ଭେ ଆପଣା ପାଦ ସଳଖ କରି ପକାଅ ଓ ତୁମ୍ଭର ସବୁ ପଥ ସ୍ଥିରୀକୃତ ହେଉ। ଦକ୍ଷିଣ କି ବାମ ହାତରେ ଫେର ନାହିଁ, ତୁମ୍ଭ ପାଦ ମନ୍ଦଠାରୁ ଦୂର କର। ବାସ୍ତବରେ ଜଣେ ଯୁବା ମନୁଷ୍ୟ କେତେ ଦୂର ଯତ୍ନବାନ ହେବା ଉଚିତ। ବର୍ତ୍ତମାନ ସମସ୍ତ ପ୍ରକାର ନିଶା ସେବନ ଓ ଡ୍ରଗ୍ସ ପ୍ରଭୃତିର ସେବନ ଯେତେ ଦୂର ପ୍ରଚଳିତ ହେଲାଣି, ଯଦି ଯୁବକମାନେ ଏଥିପ୍ରତି ସତର୍କ ନ ହେବେ ତାହେଲେ ସେମାନେ ନିଜର ଜୀବନକୁ ବିନାଶର ମୁଖକୁ ଠେଲିଦେବେ। ବର୍ତ୍ତମାନ ଏଥିପ୍ରତି ସତର୍କ ହେବାର ସମୟ, ନିଜର ପାଦ ବିକ୍ଷେପ ସ୍ଥିର କରିବାର ସମୟ, ନଚେତ୍ ବିନାଶ ସୁନିଶ୍ଚିତ। ତେଣୁ ଆମମାନେ ଏଥିପ୍ରତି ବିଶେଷ ଭାବରେ ସତର୍କ ହେଉ। ଆସନ୍ତୁ ଏହାପରେ ହିତୋପଦେଶ 5 ପର୍ବ ମଧ୍ୟକୁ ଯିବା। ଏହି ପର୍ବରେ ଯୁବା ମନୁଷ୍ୟ ନିଜର ଗୃହ ବା ପରିବାର ନିମନ୍ତେ ଏକ ପବିତ୍ର ବା ସୂଚି ଜୀବନଯାପନ କରିବା ନିମନ୍ତେ ଉପଦେଶ ପ୍ରାପ୍ତ ହୋଇଅଛି। କାରଣ ଆଜି ପରିବାର ମଧ୍ୟରେ ଅନେକ ସମସ୍ୟା କେବଳ ସେହି ସ୍ଥାନରୁ ଆରମ୍ଭ ହୋଇନଥାଏ, ମାତ୍ର ଏହାର ଆରମ୍ଭ ସେହି ବ୍ୟକ୍ତିର ବୈବାହିକ ଜୀବନର ଆରମ୍ଭ ହେବା ପୂର୍ବରୁ ହିଁ ଆରମ୍ଭ ହୋଇଥାଏ। ତେଣୁ ଯୁବା ମନୁଷ୍ୟର ପବିତ୍ର ଜୀବନ ତାହାର ପାରିବାରିକ ତଥା ଦାମ୍ପତ୍ୟ ଜୀବନକୁ ସୁଖମୟ ତଥା ଶାନ୍ତିମୟ କରାଇବାରେ ବିଶେଷ ସହାୟକ ହୋଇଥାଏ। ତେବେ ଦେଖନ୍ତୁ 5 ପର୍ବର ପ୍ରଥମ 2 ପଦରେ ଏହିପରି ଲେଖା ଅଛି, ହେ ମୋର ପୁତ୍ର, ମୋ ଜ୍ଞାନରେ ମନ ଦିଅ, ମୋ ବୁଦ୍ଧି ପ୍ରତି ତୁମ୍ଭ କାନ ଡେର, ଯେପରି ତୁମ୍ଭେ ପରିଣାମଦର୍ଶିତା ରକ୍ଷା କରିପାରିବ ଓ ଯେପରି ତୁମ୍ଭ ଓଷ୍ଠାଧର ଜ୍ଞାନର କଥା ପାଳନ କରିପାରିବ। ଏଠାରେ ପୁନର୍ବାର ଏହି ଉପଦେଶ ଯୁବା ମନୁଷ୍ୟ ପ୍ରତି ଉଦ୍ଦିଷ୍ଟ। କାରଣ ଉପଦେଶକ କହନ୍ତି, ହେ ମୋହର ପୁତ୍ର। ଏହା ସେହି ଜ୍ଞାନଜନକ ଉପଦେଶ ଯାହାକି ଯୁବା ମନୁଷ୍ୟ ଶିକ୍ଷା କରିବା ଆବଶ୍ୟକ। ପୂର୍ବ ଅଧ୍ୟାୟରେ ଦୁଷ୍ଟ ଲୋକ ବିରୁଦ୍ଧରେ ସତର୍କବାଣୀ ପ୍ରଦାନ କରାଯାଇଥିଲା, ମାତ୍ର ଏହି ଅଧ୍ୟାୟରେ ବା ଏହି ପର୍ବରେ ସେହି ଦୁଷ୍ଟା ସ୍ତ୍ରୀ ବା ବ୍ୟଭିଚାରିଣୀ ସ୍ତ୍ରୀ ବିଷୟରେ ସତର୍କତା ଅବଲମ୍ବନ କରିବା ନିମନ୍ତେ ଉପଦେଶ ଦିଆଯାଏ। ଯଦି ଯୁବା ମନୁଷ୍ୟ ଈଶ୍ୱରଙ୍କ ବାକ୍ୟ ପ୍ରତି କର୍ଣ୍ଣ ଡେରେ ଓ ଈଶ୍ୱରଙ୍କ ବାକ୍ୟରେ ମନୋନିବେଶ କରି ତାହାକୁ ଗ୍ରହଣ କରି ତଦନୁଯାୟୀ ଜୀବନଯାପନ କରେ, ତାହେଲେ ସେ ଦୁଷ୍ଟା ସ୍ତ୍ରୀ ଅଥବା ବ୍ୟଭିଚାରିଣୀ ଠାରୁ ଆପଣାକୁ ରକ୍ଷା କରିପାରିବ। ପବିତ୍ର ଜୀବନଯାପନ କରିବା ନିମନ୍ତେ ଶକ୍ତିପ୍ରାପ୍ତ ହୋଇପାରିବ। ଆପଣ ଜାଣିଥିବେ, ଇସ୍ରାଏଲ ଜାତି ମୁଖ୍ୟତଃ 2ଟି ପାପରେ ପତିତ ହେବାରୁ ଈଶ୍ୱରଙ୍କ ଦ୍ୱାରା ବିଚାରିତ ହେଲେ। ଆଉ ସେହି 2ଟି ପାପ କ'ଣ ଥିଲା ଜାଣିଛନ୍ତି? ଗୋଟିଏ ହେଲା ପ୍ରତିମା ପୂଜା ଓ ଅନ୍ୟଟି ହେଲା ବ୍ୟଭିଚାର।
ସେମାନେ ସେମାନଙ୍କ ଚତୁଃପାର୍ଶ୍ୱରେ ବସବାସ କରୁଥିବା ଦୁଷ୍ଟ ତଥା ଅଧାର୍ମିକ ଲୋକମାନଙ୍କ ପ୍ରଭାବରେ ପ୍ରଭାବିତ ହୋଇ ପ୍ରତିମା ପୂଜାରେ ଆସକ୍ତ ହେଲେ ଓ ଦୁଷ୍ଟା ସ୍ତ୍ରୀମାନଙ୍କ ସଂସ୍ପର୍ଶରେ ଆସି ବ୍ୟଭିଚାରରେ ପତିତ ହେଲେ। ତେଣୁ ଯୁବା ମନୁଷ୍ୟ ବିଶେଷ କରି ଏହିପରି ପର ସ୍ତ୍ରୀମାନଙ୍କ ଠାରୁ ବା ବ୍ୟଭିଚାରିଣୀମାନଙ୍କ ଠାରୁ ଦୂରରେ ରହିବା ଉଚିତ, ମାତ୍ର ଈଶ୍ୱରଙ୍କ ବାକ୍ୟ ପ୍ରତି ମନୋଯୋଗୀ ହେବା ଉଚିତ। 5 ପର୍ବର 3 ପଦରୁ 6 ପଦ ମଧ୍ୟରେ ଏହିପରି ଲେଖା ଅଛି, ଯେହେତୁ ପର ସ୍ତ୍ରୀର ଓଷ୍ଠରୁ ଟୋପା ଟୋପା ମଧୁ କ୍ଷରଇ, ତାହାର ମୁଖ ତୈଳ ଅପେକ୍ଷା ଅଧିକ ଚିକ୍କଣ ଅଟଇ, କିନ୍ତୁ ତାହାର ଶେଷ ଦଶା ନାଗଦଣା ନ୍ୟାୟ ପିତା, ଦ୍ୱିଧାର ଖଡ଼୍ଗ ତୁଲ୍ୟ ତୀକ୍ଷ୍ଣ, ତାହାର ପାଦ ମୃତ୍ୟୁ ଆଡ଼କୁ ଓହ୍ଲାଇଯାଏ, ତାହାର ପାଦ ବିକ୍ଷେପ ପାତାଳରେ ପଡ଼ଇ, ଏଣୁ ସେ ଜୀବନର ସମାନ ପଥ ପାଏ ନାହିଁ, ତାହାର ପଥ ସବୁ ଚଞ୍ଚଳ, ଆଉ ସେ ତାହା ଜାଣେ ନାହିଁ। ଏହା ହିଁ ହେଉଛି ବ୍ୟଭିଚାରିଣୀର କାର୍ଯ୍ୟକଳାପ ଓ ତାହାର ଶେଷ ପରିଣତି। ସେ ତାହାର ମିଠା ମିଠା କଥାରେ ଅନେକଙ୍କ ମନକୁ ହରଣ କରିନିଏ, ଅନେକଙ୍କୁ ମୋହିନିଏ ଓ ଅନେକେ ତାହାର ମାୟାଜାଲରେ ପଡ଼ି ବିନଷ୍ଟ ହୁଅନ୍ତି। ସେ ନିଜେ ବିନଷ୍ଟ ହେବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ବିନଷ୍ଟ କରାଏ। ତାହାର ପଥ ସେହି ପ୍ରଶସ୍ତ ପଥ ପରି ଯହିଁରେ ଅନେକ ଲୋକ ଗମନ କରନ୍ତି। ଏହା ପ୍ରଥମେ କ୍ଷଣିକ ଆନନ୍ଦ ଦେଇଥାଏ, ମାତ୍ର ଶେଷରେ ଏହାର ପରିଣତି ଅତି ଭୟଙ୍କର ହୋଇଥାଏ। ସେହି ପଥ ମୃତ୍ୟୁ ଆଡ଼କୁ ଗତି କରିଥାଏ, ଆଉ ସେ ଓ ଯେଉଁମାନେ ତାହାର ପଥରେ ଯାଆନ୍ତି ସେମାନେ ମଧ୍ୟ ସେହି ମୃତ୍ୟୁର ସମ୍ମୁଖୀନ ହୁଅନ୍ତି। ସେମାନେ ସେହି ପାପରେ ହିଁ ବିନଷ୍ଟ ହୁଅନ୍ତି। ତେଣୁ ଉପଦେଶକ କହନ୍ତି, ହେ ମୋର ପୁତ୍ର, ତୁମ୍ଭେ ଯେବେ ମୋହର ଉପଦେଶ ପ୍ରତି ମନୋଯୋଗ କରି ତାହା ପାଳନ କରିବ, ତାହେଲେ ତୁମ୍ଭେ ସେହି ପରସ୍ତ୍ରୀର ମାୟାଜାଲରୁ ରକ୍ଷା ପାଇପାରିବ ଓ ସେହି ପ୍ରଶସ୍ତ ପଥରେ ନ ଯାଇ ସଂକୀର୍ଣ୍ଣ ପଥରେ ଅର୍ଥାତ୍ ଜୀବନର ପଥରେ ତୁମେ ଯାଇପାରିବ। ତୁମେ ଜାଣିପାରିବ ଯେ ଜୀବନର ମାର୍ଗ କ'ଣ ଆଉ ମୃତ୍ୟୁର ମାର୍ଗ କ'ଣ। ଆଜି ଅନେକ ଲୋକ ଏହି ଦୁଇଟି ମାର୍ଗ ବିଷୟରେ ସଚେତନ ନୁହନ୍ତି। ସେମାନେ ଜୀବନର ମାର୍ଗ ବିଷୟରେ ସଚେତନ ନୁହନ୍ତି, କାରଣ ସେହି ମାର୍ଗ ସ୍ୱର୍ଗ ଆଡ଼କୁ ଗତି କରିଅଛି, କିମ୍ବା ସେମାନେ ମୃତ୍ୟୁର ମାର୍ଗ ବିଷୟରେ ସଚେତନ ନୁହନ୍ତି, ଆଉ ସେହି ମାର୍ଗ ନର୍କ ଆଡ଼କୁ ଗତି କରିଅଛି। ତେଣୁ ଆଜି ଏହି ଜଗତରେ ଆମମାନଙ୍କ ସମ୍ମୁଖରେ ଦୁଇଟି ମାର୍ଗ ରହିଅଛି। ଗୋଟିଏ ହେଉଛି ଜୀବନର ମାର୍ଗ, ଗୋଟିଏ ହେଉଛି ମୃତ୍ୟୁର ମାର୍ଗ। ଗୋଟିଏ ହେଉଛି ସ୍ୱର୍ଗ ଆଡ଼କୁ ଯିବାର ମାର୍ଗ, ଆଉ ଗୋଟିଏ ହେଉଛି ନର୍କ ଆଡ଼କୁ ଯିବାର ମାର୍ଗ। କିନ୍ତୁ ସେହି ମାର୍ଗ ବିଷୟରେ ଆମମାନେ ଅବଗତ ହେବା ଉଚିତ, ଆଉ ଯାହାକି ଈଶ୍ୱରଙ୍କ ବାକ୍ୟ ହିଁ ଆମମାନଙ୍କୁ ତାହା ଶିକ୍ଷା ଦେଇଥାଏ। ଆଜି ରାଜ୍ୟରେ ଏଡ୍ସ ରୋଗ ବ୍ୟାପିବାର ଏହା ହିଁ ହେଉଛି ପ୍ରଧାନ କାରଣ। ଆଜି ଅନେକ ଯୁବା ଯୁବତୀ ଏହିପରି ବ୍ୟଭିଚାର ରୂପକ ପାପରେ ପତିତ ହୋଇ ସମାଜ ପ୍ରତି ଓ ନିଜର ଦେଶ ପ୍ରତି ଦୁଃଖର ତଥା ବିନାଶର କାରଣ ହୋଇଥାନ୍ତି। କେବଳ ସେତିକି ନୁହେଁ, ନିଜେ ମଧ୍ୟ ନିଜର ଶରୀର ପ୍ରତି ବିନାଶ ଘଟାଇଥାନ୍ତି ଓ ମୃତ୍ୟୁବରଣ କରିଥାନ୍ତି। ଏଠାରେ ଈଶ୍ୱରଙ୍କ ବାକ୍ୟ ସେହି ପ୍ରକାର ବିଷୟ ନେଇ ସତର୍କବାଣୀ ପ୍ରଦାନ କରେ। ତେବେ 5 ପର୍ବର 7 ପଦରୁ 11 ପଦ ମଧ୍ୟରେ ଏହିପରି ଲେଖା ଅଛି, ଏହେତୁ ହେ ମୋହର ପୁତ୍ରମାନେ, ମୋ କଥା ଶୁଣ ଏବଂ ମୋ ମୁଖର ବାକ୍ୟରୁ ବିମୁଖ ହୁଅ ନାହିଁ। ତାହା ସେହି ସ୍ତ୍ରୀ ଠାରୁ ଆପଣା ପଥ ଦୂରରେ ରଖ ଏବଂ ତାହାର ଗୃହଦ୍ୱାର ନିକଟକୁ ଯାଅ ନାହିଁ। କେଜାଣି ତୁମ୍ଭେ ଅନ୍ୟମାନଙ୍କୁ ଆପଣା ଇଜ୍ଜତ ଓ ନିର୍ଦ୍ଦୟ ଲୋକଙ୍କୁ ଆପଣାର ପରମାୟୁ ଦେବ। କେଜାଣି ଅପରିଚିତ ଲୋକମାନେ ତୁମ୍ଭ ବଳରେ ପୂର୍ଣ୍ଣ ହେବେ ଏବଂ ତୁମ୍ଭ ଶ୍ରମର ଫଳ ବିଦେଶୀର ଗୃହରେ ଥୁଆଯିବ। ଆଉ ତୁମ୍ଭ ଶେଷ ଅବସ୍ଥାରେ ଯେତେବେଳେ ତୁମ ମାଂସ ଓ ଶରୀର କ୍ଷୟ ପାଏ, ତୁମେ କେଜାଣି ବିଳାପ କରିବ। ପ୍ରିୟ ବନ୍ଧୁ, ଈଶ୍ୱରଙ୍କର ବାକ୍ୟ ଆଜି ମଧ୍ୟ ଆମମାନଙ୍କୁ କହେ, ଆମମାନେ ଯେପରି ବ୍ୟଭିଚାରିଣୀ ସ୍ତ୍ରୀଠାରୁ ଦୂରରେ ରହୁ। 5 ପର୍ବର 12 ଓ 14 ପଦରେ ଲେଖା ଅଛି, ଆଉ କହିବ, ମୁଁ ଉପଦେଶ କିପରି ଘୃଣା କଲି, ପୁଣି ମୋହର ମନ ଅନୁଯୋଗକୁ କିପରି ତୁଚ୍ଛ କଲା। ମୁଁ ଆପଣା ଶିକ୍ଷକମାନଙ୍କ କଥା ମାନିଲି ନାହିଁ ଓ ଯେଉଁମାନେ ମୋତେ ଶିକ୍ଷା ଦେଲେ ସେମାନଙ୍କ ବାକ୍ୟ ପ୍ରତି ଆପଣା କାନ ଡେରିଲି ନାହିଁ। ମୁଁ ସମାଜ ଓ ମଣ୍ଡଳୀ ମଧ୍ୟରେ ପ୍ରାୟ ସର୍ବପ୍ରକାର ଦୁର୍ଦ୍ଦଶାରେ ପଡ଼ିଲି। ଜାଣି ରଖନ୍ତୁ,
ଈଶ୍ୱର ବିଦ୍ରୂପର ପାତ୍ର ନୁହନ୍ତି। ମନୁଷ୍ୟ ଯାହା ବୁଣେ ତାହା ହିଁ ସେ କାଟିବ। ପ୍ରିୟ ବନ୍ଧୁ, ବର୍ତ୍ତମାନ ମଧ୍ୟ ସୁଯୋଗ ଅଛି। ଯଦି ଆପଣ ସେ ପଥରେ ଚାଲିଯାଇଛନ୍ତି, ଅନୁତାପ କରି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନିକଟକୁ ଚାଲି ଆସନ୍ତୁ। ତାହାଙ୍କ ନିକଟରେ ନିଜର ସମସ୍ତ ପାପ ସ୍ୱୀକାର କରି ନିଜର ଜୀବନକୁ ତାହାଙ୍କ ନିକଟରେ ସମର୍ପଣ କରନ୍ତୁ। ତାହେଲେ ସେ ଆପଣଙ୍କୁ ପାପରୁ ଉଦ୍ଧାର କରି କ୍ଷମା ଦେଇ ଆପଣଙ୍କୁ କେବଳ ଶାରୀରିକ ଜୀବନ ନୁହେଁ, ମାତ୍ର ଆତ୍ମିକ ଜୀବନରେ ମଧ୍ୟ ସୁସ୍ଥ ସବଳ କରି ଦୀର୍ଘାୟୁ ଦେଇ ସେ ଅନନ୍ତ ଜୀବନର ପଥରେ କଢ଼ାଇ ନେବେ। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ। ମୋର ବିଶ୍ୱାସ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ ଓ ଆପଣ ଆତ୍ମିକ ଜୀବନରେ ଉପକୃତ ହୋଇଥିବେ। ତେଣୁ ଆସୁ ଠିକ୍ ପଥ ବାଛୁ ଓ ଚାଲୁ। କଷ୍ଟ ହେବ, କିନ୍ତୁ ସଦାପ୍ରଭୁ ଆମ୍ଭମାନଙ୍କୁ ନିଜ ବଳ, ଧନ ଏବଂ ସ୍ୱର୍ଗର ସମସ୍ତ ସାହାଯ୍ୟ ପ୍ରଦାନ କରିବେ। ମଧ୍ୟ ସ୍ୱର୍ଗର ଦୂତମାନେ ଆମ୍ଭର ସେବା ଓ ସାହାଯ୍ୟ କରିବେ। ବାକ୍ୟ କୁହେ, ସେ ଆମ୍ଭମାନଙ୍କୁ ଜୀବନ, ଧାର୍ମିକ ଓ ଆଲୋକର ପଥରେ କଢ଼ାଇ ନେବେ। ସମସ୍ତ ଅଙ୍କା ବଙ୍କା ରାସ୍ତାକୁ ସିଧା କରିବେ, ଯେପରି ଆମ୍ଭମାନଙ୍କ ପାଦ ଝୁଣ୍ଟିବ ନାହିଁ କି କୌଣସି ଆଘାତ ପାଇବ ନାହିଁ। ତେଣୁ ଆସୁ ଆପଣ ପାଦ ନିମନ୍ତେ ସଳକ ପଥ ପ୍ରସ୍ତୁତ କରୁ। ତାହାର ବାମକୁ କି ଦକ୍ଷିଣକୁ ନ ଯାଉ, ଯେପରି ଯାହା କ୍ଷତି ହୋଇଛି ତାହା ଅଧିକ ବିକୃତ ନ ହୁଏ, କିନ୍ତୁ ସ୍ୱର୍ଗ ନିମନ୍ତେ ଆମକୁ ପ୍ରସ୍ତୁତ କରିବ। ଆଜିର ବାକ୍ୟରେ ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଫୋନ୍ ମାଧ୍ୟମରେ ଓ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଆପଣଙ୍କ ଠାରୁ ବିଦାୟ ନେବା ପୂର୍ବରୁ ଆସନ୍ତୁ ପ୍ରାର୍ଥନା କରିବା। ପ୍ରିୟ ପ୍ରେମିକ, ଅତ୍ୟନ୍ତ ଦୟାଳୁ ପ୍ରଭୁ, ତୁମେ ଆମମାନଙ୍କୁ କେତେ ପ୍ରେମ କରିଅଛ, କେତେ ଅନୁଗ୍ରହ ଦାନ ଦେଇଅଛ। ତୁମେ ମହତ୍ଵ ନାମକୁ ଧନ୍ୟବାଦ ଦେଉଅଛୁ। ପ୍ରିୟ ପ୍ରେମିକ ଈଶ୍ୱର, ଆଜି ଯେଉଁ ଆମମାନେ ଶିକ୍ଷା ପାଇଅଛୁ, ତା ଯେଭଳି ଭାବରେ ଆମ ପ୍ରତ୍ୟେକଙ୍କ ଜୀବନରେ କାର୍ଯ୍ୟ ସାଧନ ହୋଇପାରିବ, ସେଭଳି ପ୍ରତ୍ୟେକଙ୍କୁ ତୁମେ ସାହାଯ୍ୟ ପ୍ରଦାନ କର। ପ୍ରେମିକ ଈଶ୍ୱର, ଆମମାନଙ୍କୁ ପ୍ରଭୁ ତୁମେ ଜ୍ଞାନ ପ୍ରଦାନ କର। ଆମେମାନେ ଯେଭଳି ଭାବରେ ଜାଣିପାରିବୁ କେଉଁ ପଥ ଯାହା ଉତ୍ତମ ଆମମାନଙ୍କ ନିମନ୍ତେ, ସେହି ପଥ ଅନୁସାରେ ତୁମେ ଆମମାନଙ୍କୁ କଢ଼ାଇ ନିଅ। ହଁ ପ୍ରଭୁ, ଆମେ ଯେଭଳି ଭାବରେ ଯେଉଁ ପଥକୁ ଆମମାନେ ଗ୍ରହଣ କରିବୁ ପ୍ରଭୁ, ତା ତୁମରି ପଥ ହୋଇଥିବ। ତୁମେ ହିଁ ଆମମାନଙ୍କୁ ଏକ ଉତ୍ତମ ପଥରେ କଢ଼ାଇ ନିଅ। ପ୍ରତ୍ୟେକ ଜଣଙ୍କୁ ତୁମେ ପ୍ରଭୁ ତୁମରି ରାଜ୍ୟ, ଧାର୍ମିକତା କାର୍ଯ୍ୟ ନିମନ୍ତେ ପ୍ରଭୁ ତୁମେ ବ୍ୟବହାର କର। ପ୍ରତ୍ୟେକ ଜଣକୁ ତୁମେ ଆଶୀର୍ବାଦ କର। ପ୍ରିୟ ପ୍ରଭୁ, ତୁମେ ପ୍ରାର୍ଥନା ଶୁଣିଅଛ ଏବଂ ଉତ୍ତର ଦେଇଅଛ ବୋଲି ବିଶ୍ୱାସ କରି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ମାଗୁଅଛି, ଆମେନ୍। ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ପରବର୍ତ୍ତୀ କାର୍ଯ୍ୟକ୍ରମରେ ପୁଣି ଆପଣଙ୍କ ସହିତ ସାକ୍ଷାତ ହେବ। ରହିଲି, ନମସ୍କାର। ଗତ ପ୍ରଶ୍ନର ଉତ୍ତରଟି ହେଲା ସି, ଅଭିଶାପ। ଆଜିର ପ୍ରଶ୍ନଟି ହେଉଛି, ହିତୋପଦେଶ 4 ପର୍ବର 23 ପଦରେ କାହାକୁ ଯତ୍ନରେ ରଖିବା ନିମନ୍ତେ କୁହାଯାଇଅଛି? ଏ, ସମ୍ପତ୍ତି, ବି, ଗୃହ, ସି, ଶରୀର, ଡି, ହୃଦୟ। ଏହି ପ୍ରଶ୍ନର ଉତ୍ତର ଆସନ୍ତାକାଲି ସନ୍ଧ୍ୟା 6ଟା ମଧ୍ୟରେ ଅପସନ୍ ଏ, ବି, ସି, ଡି ମଧ୍ୟରୁ ସଠିକ୍ ଉତ୍ତର ବାଛି ଆପଣଙ୍କ ନାମ ଓ ସମ୍ପୂର୍ଣ୍ଣ ଠିକଣା ସହିତ 9777221415 ଫୋନ୍ ନମ୍ବରରେ SMS କିମ୍ବା ହ୍ୱାଟ୍ସଆପ୍ ଦ୍ୱାରା ଜଣାଇବାକୁ ଅନୁରୋଧ। ଯଦି ଆପଣଙ୍କୁ ଆମ କାର୍ଯ୍ୟକ୍ରମ ଭଲ ଲାଗୁଛି, ତେବେ 044490812996ରେ ମିସ୍ଡ କଲ୍ ଦେଇ ବିଜୟୀ ହୋଇପାରିବେ। ଗତ ସପ୍ତାହର ବିଜୟ ଦର୍ଶକ ବନ୍ଧୁ ହେଲେ ଗଜପତିରୁ ଅମରଜ୍ୟୋତି ସାନନାୟକ ଓ ପରିବାର।